ପଡି ହେଲା ହେଲା ବନ୍ଦନା ଅର୍ଚ୍ଚନା ରଚନା କରିବାକୁ ଲାଗିଛନ୍ତି ହସ୍ତିନା କଟକର ସମ୍ରାଟ ଯଯାତି ନରେଶ ଯେତେବେଳେ ଆଜ୍ଞା ଆଜି ବନ୍ଦନା ଅର୍ଚ୍ଚନା ରଚନା କରିଛନ୍ତି ସଙ୍ଗେ ସଙ୍ଗେ ପ୍ରଶ୍ନ କରିଛନ୍ତି ଆଜି ତିନେ ଗୁରୁଦେବ ଜଣକ କହିଲେ ପୁତ୍ର ତୁମ ମନ ମଧ୍ୟରେ ଯେଉଁ କଥାଟି ଚାଲିଛି ତାହା ମୁଁ ସ୍ପଷ୍ଟ ଭାବରେ ପଢି ପାରୁଛି ଆଜ୍ଞା ମୋ ମନ କଥା ଆପଣ ଜାଣି ପାରିଛନ୍ତି ହଁ ଆପଣଙ୍କୁ ଧନ୍ୟବାଦ କୋଟି ଧନ୍ୟବାଦ 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 ତୁମେ ଆସୁଥିବା ବେଳେ ତୁମ୍ଭର ପିତା ନହୁସଙ୍କୁ ହେଲା ତୁମେ ପ୍ରେତ ଭାବରେ ଦେଖିଲ ହଁ ଆଜ୍ଞା ଦେଖିଲି ତେଣୁ ତୁମର ପିତା ନହୁସ ତୁମକୁ କହିଛନ୍ତି ଯଦି ତୁମେ ତାଙ୍କର ଗୋଟିଏ ଯୋଗ୍ୟ ସନ୍ତାନଟିଏ ହୋଇଥିବ ଯଦି ତୁମେ ତାଙ୍କର ଗୋଟିଏ ଉତ୍ତମ ପୁତ୍ରଟିଏ ହୋଇଥିବ ତେବେ ଯାଇ ତୁମେ ତାଙ୍କୁ ପ୍ରେତରୁ ଉଦ୍ଧାର କରିପାରିବ ହେଲେ ପୁତ୍ର ତୁମ ପିତାଙ୍କୁ ଉଦ୍ଧାର କରିବା ପାଇଁ ହେଲେ ତୁମ ଗୋଟିଏ କାର୍ଯ୍ୟଟି କରିବା ପାଇଁ କାର୍ଯ୍ୟ ଆଜ୍ଞା କଣ ନା ତୁମ ରାଜ୍ୟରେ ଗୋଟିଏ ଯଜ୍ଞଟିଏ ଆୟୋଜନ କରିବ ଯେଉଁ ଯଜ୍ଞଟିର ନାମ ରହିବ ନରମେଧ ଯଜ୍ଞ ଆଜି ତେଣେ ମନ ମଧ୍ୟରେ ଚିନ୍ତା କରୁଛନ୍ତି ହସ୍ତିନା କଟକର ସମ୍ରାଟ ଆଜ୍ଞା ସେ ନରମେଧ ଯଜ୍ଞର ନୀତି ନିୟମ ଗୁଡ଼ିକ ଆପଣ ଟିକେ ମତେ ବତେଇ ଦିଅନ୍ତୁ ଆଜ୍ଞା ସେ ଯଜ୍ଞ ଦୀର୍ଘ 7 ଦିନ ଧରି ଚାଲିବ ଯଜ୍ଞର ସପ୍ତମ ଦିନ ବୋଲନ୍ତେ ପୂର୍ଣ୍ଣାହୁତି ଦିବସରେ ଏକ ଉତ୍ତମ ବ୍ରାହ୍ମଣ ସନ୍ତାନଟିଏ ଯାଇ ସେ ଯଜ୍ଞ କୁଣ୍ଡରେ ଝାସ ଦେବ ତେବେ ଯାଇକି ତୁମ୍ଭର ପିତା ନହୁସ ଏହି ଧରା ପୃଷ୍ଠରୁ ମୁକ୍ତି ପାଇବେ ସେ ଉତ୍ତମ ବ୍ରାହ୍ମଣ ସନ୍ତାନଟିର ଲକ୍ଷଣ ଆଜ୍ଞା କଣ ଥିବ ଆଜି ତେଣେ ଋଷି ଜଣକ କହୁଛନ୍ତି ହସ୍ତିନା କଟକର ସମ୍ରାଟ ଯଯାତି ନରସିଂହ କର୍ଣ୍ଣଟରେ ଶୁଣୁଛନ୍ତି କଣ କହିଲେ ଆଜ୍ଞା କହିଲେ ନ ହୋଇବ ନିରକ୍ଷର ଏବେ ଅକ୍ଷତ ଶରୀର କହିଲେ ବ୍ରାହ୍ମଣ କୁଳରେ ଜନ୍ମ ଆଜି ହୋଇଥିବ ତାର ବ୍ରାହ୍ମଣ କୁଳରେ ଜନ୍ମ ହୋଇଥିବ ତାର ବ୍ରାହ୍ମଣ କୁଳରେ ଜନ୍ମ ହୋଇଥିବ ତାର ଏବେ ନ ହୋଇବ ନିରକ୍ଷର ଅକ୍ଷତ ଶରୀର ନ ହୋଇବ ନିରକ୍ଷର ଅକ୍ଷତ ଶରୀର ଆଜି ବ୍ରାହ୍ମଣ କୁଳରେ ଜନ୍ମ ହୋଇଥିବ ତାର ବ୍ରାହ୍ମଣ କୁଳରେ ଜନ୍ମ ହୋଇଥିବ ତାର ବ୍ରାହ୍ମଣ କୁଳରେ ଜନ୍ମ ହୋଇଥିବ ତାର ଆହା ପିତା ମାତାଙ୍କର ଏକ ପୁତ୍ର ହୋଇଥିବ ପିତା ମାତାଙ୍କର ଏକ ହୋଇଥିବ ଆହା ବୟସ ତାହାର 12 ବର୍ଷଟି ହୋଇବ ବୟସ ତାହାର 12 ବର୍ଷଟି ହୋଇବ ବୟସ ତାହାର 12 ହୋଇଥିବ ଆହା ପୂର୍ଣ୍ଣାହୁତି ଦିବସରେ ସେ ଯଜ୍ଞ କୁଣ୍ଡର ପୂର୍ଣ୍ଣାହୁତି ଦିବସରେ ସେ ଯଜ୍ଞ କୁଣ୍ଡର ଏବେ ସ୍ୱଇଚ୍ଛାରେ ଝାସ ଦେବ ନିଜର ଶରୀର ଠାରେ ଘାସ ଦେବ ନିଜର ଶରୀର ଶୋଇଠାରେ ଘାସ ଦେବ ନିଜର ଶରୀର ଏବେ ଏହି ନିୟମରେ ରାଜା ଯଜ୍ଞ ତୁ କରିଲେ ଏହି ନିୟମରେ ରାଜା ତୁ କରିଲେ ଆହା ପ୍ରେତରୁ ଧାର ପିତା ହୋଇ ବଟି ଭଲେ ଏହି ନିୟମରେ ରାଜା ହୋଇ ବଟି ଭଲେ ପ୍ରେତରୁ ଧାର ପିତା ହୋଇ ବଟି ଭଲେ ଆଜି ତେଣେ ମନ ମଧ୍ୟରେ ଚିନ୍ତା କରୁଛନ୍ତି ହସ୍ତିନା କଟକର ସମ୍ରାଟ এই সময় আজ্ঞা ঋষি জনক কহিলে যে পুত্র তুমি তুম রাজ্যের গোটে যজ্ঞটি আয়োজন করিব যে যজ্ঞটার নাম রহিব নরমেধ যজ্ঞ উক্ত যজ্ঞরে সপ্তম দিনরে এক উত্তম ব্রাহ্মণ সন্তানটিয়ে যাই স্বইচ্ছার ঝাস দেব তার আজ্ঞা উত্তম লক্ষণ গুড়িক হওয়া দরকার কোন আজ্ঞা না একর হেলা জাতি শ্রেষ্ঠ ব্রাহ্মণ কুলরে জন্ম গ্রহণ করিথিব ব্রাহ্মণ কুলের জন্ম দ্বিতীয় হেলা পিতা মাতাঙ্কর একমাত্র সন্তান হইথিব একমাত্র সন্তান গোটিয়ে তৃতীয় হেলা
ବୟସ ତାହାକୁ 12 ବର୍ଷ 12 ବର୍ଷ ହେଇଥିବ ଚତୁର୍ଥରେ ହେଲା ହେଲା ପାଠ 2 ଅକ୍ଷର ପଢିଥିବ ପଢିଥିବ ଆଉ ପଞ୍ଚମରେ ହେଉଛି କ୍ଷତ ତାର ଶରୀର। ଶରୀରର ହଁ। କୌଣସି ଜାଗାରେ କ୍ଷତ ଟିକେ କ୍ଷତ ବିକ୍ଷତ ହୋଇନଥିବ ନଥିବ ନଥିବ ଯଦି ଏହିପରି ପୁତ୍ରଟିଏ ହଁ ଯଜ୍ଞର ପୂର୍ଣ୍ଣାହୁତି କୁଣ୍ଡରେ ହଁ। ଯାଇ ସ୍ୱଇଚ୍ଛାରେ ହଁ। ଝାସ ଦେବ ଦେବ। ତେବେ ଯାଇକି ତୁମ୍ଭର ପିତା ନହୁଷ ଧରାପୃଷ୍ଠରୁ ମୁକ୍ତି ପାଇବେ। ଆଜ୍ଞା ରାଜା ଚିନ୍ତାରେ ପଡିଗଲେ କହିଲେ ଏ କଠୋର ଯଜ୍ଞ ମହାରାଜ ମୁଁ କରିପାରିବିନି ମନ ମଧ୍ୟରେ ଚିନ୍ତା କରୁଛନ୍ତି ଆଜ୍ଞା ହସ୍ତିନାକଟକର ସମ୍ରାଟ ଜାତନରେଶ ହେଲା କହିଲେ ମୁଁ ହେଉଛି ମୋ ପିତାଙ୍କର ଏକମାତ୍ର ସନ୍ତାନ ସନ୍ତାନ ମୁଁ ସିନା ଯଜ୍ଞଟିକୁ ଆୟୋଜନ କରିଦେବି ଆରେ ଟଙ୍କା ପଇସା ମୋର ଅଭାବ ନାହିଁ ଟଙ୍କା ପଇସା ଧନରେ ମୋର କୌଣସି ଅଭାବ ନାହିଁ ନାହିଁ ହେଲେ ଯଜ୍ଞର ପୂର୍ଣ୍ଣାହୁତି କୁଣ୍ଡକୁ ହଁ ଯେଉଁ ପୁତ୍ରଟି ଆବଶ୍ୟକ ପଡୁଛି କୋଉଠୁ ଆଣିବି ଯୋଗେଇବି ବ୍ରାହ୍ମଣ ସନ୍ତାନ ତାକୁ ମତେ ଦେବ କିଏ ସେ? ଦେବ କିଏ ମନ ମଧ୍ୟରେ ଚିନ୍ତା କରୁଛନ୍ତି ଆଜି ହସ୍ତିନାକଟକର ସମ୍ରାଟ ଏ ଦବା ମରିବାକୁ କିଏ ଭଲ ପାଏ ଯଯାତି ନରେଶ ହଁ ବୁଦ୍ଧିମାନ ମନ୍ତ୍ରୀଟି ଆଜ୍ଞା ଆଜି ଉପସ୍ଥିତ ଥିଲେ ଥିଲେ କହିଲେ ରାଜା ମହାଶୟ ହଁ। ଏହି ସାମାନ୍ୟ କଥା ପାଇଁ ହଁ। ଆଜି ଆପଣ ଏତେ ଚିନ୍ତିତ ହେଉଛନ୍ତି ଚିନ୍ତିତ ହେଉଛନ୍ତି ଦରବାରକୁ ଯିବା ଚିନ୍ତା କରିବାର କୌଣସି ପ୍ରୟୋଜନ ନା ନାହିଁ ନା ଚାଲନ୍ତୁ ଆମେ ଦରବାର ନିକଟକୁ ଯିବା ହେଲା ସେଠି ଆମେ ଗୋଟିଏ ଉପାୟଟେ ଚିନ୍ତା କରିବା ଉପାୟ ଟିକେ ଚିନ୍ତା କରିବା ଯେଉଁ ଉପାୟକୁ ଆମେ ଅବଲମ୍ବନ କଲେ ହଁ। ଆମକୁ ଅତି ସହଜରେ ଏକ ପୁତ୍ରଟି ମିଳିପାରିବ ମିଳିପାରିବ ଆଉ ବିଳମ୍ବ ନ କରି ନକରି ତେଣେ ରାଜ ସିଂହାସନ ନିକଟକୁ ଚଳୁଛନ୍ତି ରାଜା ଆଜି ତେଣେ ହସ୍ତିନାକଟକର ସମ୍ରାଟ ହଁ ହଁ ଯଯାତି ନରେଶ ଯଯାତି ନରେଶ ପାତ୍ର ମନ୍ତ୍ରୀ ଅନୁଚର ମାନଙ୍କୁ ସଙ୍ଗତରେ ଧରି ଧରି ଉତ୍ତମ ବ୍ରାହ୍ମଣକୁ ସଙ୍ଗତରେ ଧରି ଧରି ତେଣେ ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି କରୁଛନ୍ତି ଜାତି ନରେଶ ଯେତେବେଳେ ଆଜ୍ଞା ନିଜ ରାଜ୍ୟରେ ପହଞ୍ଚି ପହଞ୍ଚିଗଲେ ସିଂହାସନର ମୁଖଟିକୁ ମଳିନ କରି ଚିନ୍ତାମଗ୍ନ ହୋଇ ବସିଛନ୍ତି ବସିଛନ୍ତି ବୁଦ୍ଧିମାନ ମନ୍ତ୍ରୀଟି ଆଜ୍ଞା ଚଳିଗଲେ ହଁ କହିଲେ ରାଜା ମହାଶୟ ହଁ। ସେ ସାମାନ୍ୟ କଥା ପାଇଁ ହଁ ଆଜି ଆପଣ ଏତେ ଚିନ୍ତିତ ଜଣା ପଡୁଛନ୍ତି ମନ୍ତ୍ରୀ ମହାଶୟ ତୁମେ ଯୋଉଟାକୁ ସାମାନ୍ୟ କଥା କହୁଛ ସେଇଟା ମୋ ମୁଣ୍ଡକୁ ଗୋଟେ ବୋଝ ଭଳିଆ ଲାଗୁଛି କାହିଁକି ପିତାଙ୍କୁ ମୁଁ କେମିତି ଉଦ୍ଧାର କରିବି 12 ବର୍ଷର ଗୋଟିଏ ବ୍ରାହ୍ମଣ ସନ୍ତାନ ମୁଁ କୋଉଠି ଯୋଗାଡ଼ କରିବି ଆମେ ସିନା ଏମିତି ମାଗିଲେ ହଁ ଆମକୁ କେହି ଜଣେ ପୁତ୍ରଟି ଦେବେନି ଦେବେନି ଯଦି ଆମେ ଲୋକମାନଙ୍କୁ ଲୋଭ ଦେଖେଇବା ଲୋଭ ଦେଖେଇବା ସଙ୍ଗେ ସଙ୍ଗେ ଆଜି ଉତ୍ତର ଦେଉଛନ୍ତି ହସ୍ତିନାକଟକର ସମ୍ରାଟ ହଁ ଯଯାତି ନରେଶ ନରେଶ କହିଲେ ଦୁନିଆ ମଧ୍ୟରେ ଆଜି ପର୍ଯ୍ୟନ୍ତ ହଁ କିଏ ଦେବା ଏବଂ ମରିବା ପାଇଁ ଆଜ୍ଞା ପସନ୍ଦ କରନ୍ତିନି ନାଇଁ ଭଲ ନା, ନା, ପାଆନ୍ତିନି ନା, ନା। ମୁଁ ତୁମକୁ କହିବି ହଁ। ଯେ ମୁଁ ତୁମକୁ 1,00,000 ଟଙ୍କା ଦେଉଛି ତୁମେ ମରିଯାଅ ମତେ 5 ଲକ୍ଷ ଟଙ୍କା ଦବ କହିବ ଗୋଟେ ଆଙ୍ଗୁଠି ମଝି ଆଙ୍ଗୁଠା କାଟିକି ଦିଅ ହଁ। ଦେଇପାରିବି 5 ଲକ୍ଷ ଛାଡି 10 ଲକ୍ଷ ଦବ କହିବ ଆଙ୍ଗୁଠା ଗୋଟିଏ ଆଙ୍ଗୁଠି କାଟିକି ଦିଅ ଦେଇପାରିବ? ଦେଇପାରିବନି? ଜୀବନ ତ ସହଜେ ବହୁତ ଦୂର ବାଟ କଥା କିରେ ପିସାକୁ କାଇଁ 1,00,000 ଟଙ୍କା ଦବ ମତେ 50,000 ଟଙ୍କା ଦଉନ ପିସାକୁ ମୁଁ ମାରିଦେବି 50 ହଁ ଏମିତି ହେଇପାରିବ ମୁଁ ମାରିବା ପାଇଁ କହିନି ସେମିତି ସୁପାରିଶ ଦେଲେ ସମସ୍ତେ ମାରିଦେବେ ସମସ୍ତଙ୍କୁ ବୁଝିଲ ନା ନାଇଁ ଯୋଗ୍ୟ ପୁତ୍ରଟା ମୋର ଆଉ ଯୋଗ୍ୟ ପୁତ୍ର କଣ ବୁଦ୍ଧିମାନ ଛୁଆଟା ହଁ, ବୁଦ୍ଧିମାନ। ତା ମୁଣ୍ଡରେ ପ୍ରବଳ ବୁଦ୍ଧି କାହିଁକି ହନୁମାନଙ୍କ ସିନ୍ଦୁର ଲଗେଇଛି ନା ହଉ ହେଲା ହେଲା ଏଇ ସମୟରେ ଆଜ୍ଞା ଚିନ୍ତା କରୁଛନ୍ତି ହଁ ଆଜି ହସ୍ତିନାକଟକର ସମ୍ରାଟ ସମ୍ରାଟ ବୁଦ୍ଧିମାନ ମନ୍ତ୍ରୀ କହିଲେ ଆମେ ସିନା ଏମିତି ମାଗିଲେ ଆମକୁ କେହି ଜଣେ ପୁଅଟିଏ ଦେବେନି ନାଇଁ ନାଇଁ ଯଦି ଆମେ ଲୋକମାନଙ୍କୁ ଲୋଭ ଦେଖେଇବା ଲୋଭ ଦେଖେଇବା କାରଣ ଆଜ୍ଞା ମଣିଷ ମନରେ ମନରେ ଟିକେ ହେଉନା କାହିଁକି ଲୋଭ ଅଛି ଲୋଭ ଅଛି ଆଉ ଗୋଟେ କଥା ଯେଉଁ ବ୍ୟକ୍ତିଙ୍କର ଯେତେ ଆଜ୍ଞା ଧନ ଥାଏ ହଁ। ତାଙ୍କର ଆଜ୍ଞା ସେତେ ଅଧିକ ଲୋଭ ଥାଏ ଲୋଭ ଥାଏ ହାଁ? ଆଜ୍ଞା ଲୋଭ ଦେଖେଇଲେ ପୁରା ଅସାଧ୍ୟ କାମ ସାଧନ ହବ ତେଣୁ ଆଜ୍ଞା ମନ ମଧ୍ୟରେ ଚିନ୍ତା କରୁଛନ୍ତି ହଁ। କହିଲେ ଆପଣ ତ ହେଉଛନ୍ତି ମହାରାଜା ଆପଣ ଚାହିଁଲେ ସବୁ କିଛି ସମ୍ଭବ ସମ୍ଭବ ଆପଣ ନ ଚାହିଁଲେ ସବୁ କିଛି ଅସମ୍ଭବ ହଁ, ହଁ। ଆପଣ ସମ୍ଭବକୁ ଅସମ୍ଭବ କରିପାରନ୍ତି କରିପାରନ୍ତି ଆଉ ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରିବେ କରିପାରନ୍ତି ଆପଣଙ୍କ ପାଖରେ କଣଟା ଅସମ୍ଭବ କାର୍ଯ୍ୟ ସବୁ ସବୁ ଅଛି ଆମର ଏ ସାମାନ୍ୟ କଥା ପାଇଁ କଥା ହଁ, ପାଇଁ ହଁ। ଆଜି ଆପଣ ଏତେ ଚିନ୍ତିତ ହେଉଛନ୍ତି ଚିନ୍ତିତ ହେଲେ ହବ ଭାଙ୍ଗି ଆମେ ଗୋଟେ କାର୍ଯ୍ୟ କରିବା କଣ କରିବା ଆମେ ଲୋକମାନଙ୍କୁ ଲୋଭ ଦେଖେଇବା ହଁ ଲୋଭ ଦେଖେଇବା କେହି ତ ଜଣେ ହେଲେ ରାଜି ହେବେ ନା ରାଜି ନାହିଁ। ହେବେ ନା ଆଜି ରାଜାଙ୍କର ମନକୁ କଥାଟି ପାଇଲା ହଁ ତାହେଲେ ଆମେ କରିବା କଣ କଣ କରିବା ନା ଆମେ ଗୋଟେ କାର୍ଯ୍ୟ କରିବା ହଁ ଆମର ତ ସୁନା ରୂପା ଅଳଙ୍କାରର କୌଣସି ପ୍ରକାର ଅଭାବ ନାହିଁ ନାଇଁ ଆମେ ଗୋଟେ କାର୍ଯ୍ୟ କରିବା କାର୍ଯ୍ୟ କରିବା ଭଣ୍ଡାର ଘରୁ ହଁ। ଏକ ସୁବର୍ଣ୍ଣ ପାତ୍ରଟି ଆଣିବା ଆଣିବା ସେହି ସୁବର୍ଣ୍ଣ ପାତ୍ରରେ ପାତ୍ରରେ ଆମେ ଲକ୍ଷେ ସ୍ୱର୍ଣ୍ଣ ମୁଦ୍ରା ଲକ୍ଷେ ରଖିବା ସ୍ୱର୍ଣ୍ଣ ମୁଦ୍ରା ରଖିବା ଡେଙ୍ଗୁରା ବାଲକୁ କହି ହଁ ସମଗ୍ର ହସ୍ତିନାପୁରରେ ଆମେ ଡେଙ୍ଗୁରା ବଜେଇବା ଡେଙ୍ଗୁରା ବଜେଇବା ଯେ ଯେଉଁ ବ୍ୟକ୍ତି ହଁ। ଏକ ଉତ୍ତମ ବ୍ରାହ୍ମଣ ସନ୍ତାନଟିଏ ଯଜ୍ଞର ପୂର୍ଣ୍ଣାହୁତି କୁଣ୍ଡକୁ
ପ୍ରଦାନ କରିବ କରିବ ସେହି ବ୍ୟକ୍ତି ଏହି ଲକ୍ଷେ ସ୍ୱର୍ଣ୍ଣ ମୁଦ୍ରା ପୁରସ୍କୃତ ହେବ। ପ୍ରାପ୍ତ ହେବ ତାକୁ ଏ ସ୍ୱର୍ଣ୍ଣ ମୁଦ୍ରା। ରାଜାଙ୍କର ମନକୁ ଆଜ୍ଞା କଥାଟି କଥାଟା ପାଇଲା। ଛୁଇଁଲା କହିଲା ତେବେ ବିଳମ୍ବ କେଉଁଥିପାଇଁ? ଶୁଭ କାମ ଶୀଘ୍ର କର। ସଙ୍ଗେ ସଙ୍ଗେ ଭଣ୍ଡାର ଘରେ ଏକ ସୁବର୍ଣ୍ଣ ପାତ୍ରଟି ଅଣାଯାଉ। ଅଣାଗଲା ସେହି ସୁବର୍ଣ୍ଣ ପାତ୍ରରେ ଆଜ୍ଞା ଲକ୍ଷେ ସ୍ୱର୍ଣ୍ଣ ମୁଦ୍ରା ରଖାଗଲା। ରଖାଗଲା ଆଜି ତେଣେ ଡେଙ୍ଗୁରା ବାଲା ଯାଇ ହଁ ସମଗ୍ର ହସ୍ତିନାପୁରରେ ପୁଅ ଡେଙ୍ଗୁରା ବଜାଉଛି। ଡେଙ୍ଗୁରା ବଜାଉଛି। କେମିତି ଡେଙ୍ଗୁରା ବଜେଇଲା? ଆରେ ଶୁଣ 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 ହସ୍ତିନାପୁରର ସମସ୍ତ ପ୍ରଜାବୃନ୍ଦ ମାନେ ମନ ଧ୍ୟାନ ଦେଇ ଶୁଣ ଶୁଣ ରାଜାଙ୍କ ନିର୍ଦ୍ଦେଶ ଏବଂ ଆଦେଶ ହଁ। ରାଜାଙ୍କର ଯଜ୍ଞ କାଲିଠାରୁ ଆରମ୍ଭ ହବ ହେବ 7 ଦିନରେ ସମାପ୍ତ ହବ ହେବ ସପ୍ତମ ଦିନ ଯିଏ ଗୋଟିଏ ବ୍ରାହ୍ମଣ ସନ୍ତାନ ସେ ଯଜ୍ଞ କୁଣ୍ଡକୁ ପ୍ରଦାନ କରିବ କରିବ ତାକୁ ଏଇ ଲକ୍ଷେ ସ୍ୱର୍ଣ୍ଣ ମୁଦ୍ରା ପ୍ରାପ୍ତ ହେବ। ହୋ ତମେ ଡେଙ୍ଗୁରା ବଜଉଛ ନା କଣ ବାଜୁଛ? ଡେଙ୍ଗୁରା ପୁରା ଆଁ? ଡେଙ୍ଗୁରା ବାଜିଲା। ହଉ ଠିକ ଅଛି। ଆଉ ଆଜି ତେଣେ ଡେଙ୍ଗୁରା ବାଲା ଯାଇ ସମଗ୍ର ହସ୍ତିନାପୁରରେ ଡେଙ୍ଗୁରା ଡେଙ୍ଗୁରା ବଜଉଛି। ବାଜିଲା। ତମେ ଡେଙ୍ଗୁରା ବଜେଇଲା, ବର୍ତ୍ତମାନ ମୁଁ ଡେଙ୍ଗୁରା ଟିକେ ବଜଉଛି। ଦେଖି ବଜେଇଲ କେମିତି ବଜଉଛ? ଆଜି ଗୋଟିଏ ପରେ ଗୋଟିଏ ଗ୍ରାମ ଭ୍ରମଣ କରି ସାରିବା ପରେ ଡେଙ୍ଗୁରା ବାଲା ଯାଇ ପହଞ୍ଚିଗଲା ହରିପୁର ଗ୍ରାମରେ। ହରିପୁର ଗ୍ରାମରେ କେମିତି 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 ଆଜ୍ଞା ଡେଙ୍ଗୁରା ବଜାଉଛି? କେମିତି ବାଜିଲା? କହିଲେ ଶୁଣ 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 ହସ୍ତିନାପୁରର ସମସ୍ତ ପ୍ରଜାବୃନ୍ଦଙ୍କୁ ମାନେ ରାଜାଙ୍କର ଏକ ଆଦେଶ। ଆଦେଶ ରାଜାଙ୍କର ଯଜ୍ଞ ହଁ। ଦୀର୍ଘ 7 ଦିନ ଧରି ଚାଲିବ। ଚାଲିବ ଯଜ୍ଞର ସପ୍ତମ ଦିନ ବରନ୍ତେ ପୂର୍ଣ୍ଣାହୁତି ଦିବସରେ ହେଲା ଏକ ଉତ୍ତମ ବ୍ରାହ୍ମଣ ସନ୍ତାନଟି ଆବଶ୍ୟକତା ଅଛି। ଅଛି ଯେଉଁ ବ୍ୟକ୍ତି ହଁ। ଏକ ଉତ୍ତମ ବ୍ରାହ୍ମଣ ସନ୍ତାନଟିକୁ ନେଇ ପ୍ରଦାନ କରିବ। ରାଜାଙ୍କର ଯଜ୍ଞର ପୂର୍ଣ୍ଣାହୁତି କୁଣ୍ଡର ରାତ୍ରର ଠିକ କଥା ସମୟରେ ହେଲା ନେଇ ରାଜ ସିଂହାସନ ନିକଟରେ ପହଞ୍ଚାଇ ପାରିବ ପହଞ୍ଚେଇ ପାରିବ ସେହି ବ୍ୟକ୍ତିକୁ ହଁ। ରାଜାଙ୍କ ନିର୍ଦ୍ଦେଶ ଅନୁଯାୟୀ ହଁ। ଲକ୍ଷେ ସ୍ୱର୍ଣ୍ଣ ମୁଦ୍ରା ପୁରସ୍କୃତ କରାଯିବ। ହେଲା ସେଇ ବ୍ରାହ୍ମଣଙ୍କର ହଁ। ବା ବ୍ରାହ୍ମଣ ସନ୍ତାନଟିର ହଁ କିଛି ଆଜ୍ଞା ଉତ୍ତମ ଲକ୍ଷଣ ଗୁଡିକ ରହିବା ଦରକାର। ହଁ ଜାତି ଶ୍ରେଷ୍ଠ ବ୍ରାହ୍ମଣ କୁଳରେ ଜନ୍ମ ଗ୍ରହଣ କରିଥିବ କରିଥିବ ବା ନୈଷ୍ଠିକ ବ୍ରାହ୍ମଣ ହୋଇଥିବ। ହଁ ପିତାମାତାଙ୍କର ଏକମାତ୍ର ସନ୍ତାନ ହୋଇଥିବ। ହୋଇଥିବ। ବୟସ ତାହାକୁ 12 ବର୍ଷ ହୋଇଥିବ। ବାପା ମାଙ୍କର ଏକମାତ୍ର ସନ୍ତାନ ହେବା ସତ୍ତ୍ୱେ ମଧ୍ୟ ମଧ୍ୟ ପିଲାଟି 2 ଅକ୍ଷର ପାଠ ପଢିଥିବ। ପାଠ ପାଠ ଶରୀରର କୌଣସି ସ୍ଥାନରେ କ୍ଷତ ବିକ୍ଷତ ଟିକେ ହେଲେ କ୍ଷତ ବିକ୍ଷତ ହୋଇନଥିବ। ନଥିବ ଯଦି ଏହିପରି ପୁତ୍ରଟିକୁ କେଉଁ ବ୍ୟକ୍ତି ନେଇ ପ୍ରଦାନ କରେ ରାଜାଙ୍କର ନିକଟରେ ପହଞ୍ଚାଇ ପାରିବ ହଁ। ରାଜାଙ୍କ ନିର୍ଦ୍ଦେଶ ଅନୁଯାୟୀ ହେଲା। ତାକୁ ଏହି ଲକ୍ଷେ ସ୍ୱର୍ଣ୍ଣ ମୁଦ୍ରା ପୁରସ୍କୃତ କରାଯିବ। କରାଯିବ। ଆଜି ଯେତେବେଳେ ଆଜ୍ଞା ଡେଙ୍ଗୁରା ବାଲା ଗୋଟିଏ ପରେ ଗୋଟିଏ ଗ୍ରାମ ଭ୍ରମଣ କରି ସାରିବା ପରେ ଯାଇ ପହଞ୍ଚିଗଲା ହରିପୁର ଗ୍ରାମରେ। ହରିପୁର ଗ୍ରାମରେ ଯେତେବେଳେ ପହଞ୍ଚିଲା। ଆଜ୍ଞା ହରିପୁର ଗ୍ରାମରେ ଆଜି ଡେଙ୍ଗୁରା ବାଜୁଛି ଆରେ ଆମକୁ ଜାଣିଥାନ୍ତେ କି ମୁଁ ପାଇଥାନ୍ତି। କଣ ଆମକୁ ଯାଇଥିଲେ ମୁଁ ଧରିକି ଆଣିଥାନ୍ତି ତାକୁ। ତମେ ଧରିଥାନ୍ତ? ପିଲାଟିକୁ ନେଇକି ଢୁକେଇ ଦେଇଥାନ୍ତି ଗୋଟେ ଆଉ। ତମେ ଢୁକେଇଥାନ୍ତ? ହଁ ମାନେ ଏତେ ଉତ୍ତମ ଗୁଣର ହେଇଥିବା ଦରକାର। ହଁ ପିଲା ବ୍ରାହ୍ମଣ ପିଲା ଅଛନ୍ତି ନା ବୁଲୁଛନ୍ତି। ଆରେ ବ୍ରାହ୍ମଣ ପିଲା ବୁଲୁଛନ୍ତି ତା ବୋଲି କଣ ତମେ 10 ବର୍ଷର ବୁଢା ବ୍ରାହ୍ମଣ ନେବ? ରାଜା କଣ ଦେଖୁଛି ଆସିକି ରାଜା ଗୋଜା କଥା ମୁଁ ନେଇକି ଢୁକେଇ ଦେଲେ ମୁଁ ଲକ୍ଷେ ସ୍ୱର୍ଣ୍ଣ ମୁଦ୍ରା ଟାକୁ ପାଇ ଯାଇଥାନ୍ତି ନା। ହଉ ଆଜିକାଲି ତ ଲକ୍ଷେ ସ୍ୱର୍ଣ୍ଣ ମୁଦ୍ରା ନା ଲକ୍ଷେ ଟଙ୍କା ତମକୁ ଲକ୍ଷେ ଦିଆଯିବ। ଟଙ୍କା ଦିଆଯାଇଥାନ୍ତା। ହଉ ଛାଡ ସେ ଯାହା ବି କିଛି ହଉ ନା କାହିଁକି ହଁ ଆଜି ଯେତେବେଳେ ଆଜ୍ଞା ହରିପୁର ଗ୍ରାମରେ ଡେଙ୍ଗୁରା ବାଜୁଛି ହରିପୁର ଗ୍ରାମର ନିବାସୀ ହଁ ଜମିଦାର ଧର୍ମଦାସ ପ୍ରଧାନଙ୍କର କର୍ଣ୍ଣରେ କର୍ଣ୍ଣରେ ଏହି କଥାଟି ଆଜ୍ଞା ପଡିଲା। ବାଜିଲା ବାଜିଲା। କହିଲା ଆଜ୍ଞା କଣ? କଣ କହିଲା? କହିଲେ କମଳା ପୁତ୍ର ଏବେ ଧନ ଯା 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 ହଉ ଧନ ଦଶରୀ ଆହା ଧନଳା ଧନ 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 ଦଶରେ ଆହା କମଳା ପୁତ୍ର ଧନ ଧନ ଦଶରୀ ଆହା କମଳା ପୁତ୍ର ଧନ ଧନ
ଯେତେବେଳେ ଆଜ୍ଞା ଗୋଟିଏ ପରେ ଗୋଟିଏ ଗ୍ରାମ ଭ୍ରମଣ କରି ସାରିବା ପରେ ଡେଙ୍ଗୁରା ବାଲା ଯାଇ ପହଞ୍ଚିଗଲା ଆଜ୍ଞା ହରିପୁର ଗ୍ରାମ। ହରିପୁର ଗ୍ରାମରେ ଆଜି ତେଣେ ପୁଅ ହରିପୁର ଗ୍ରାମରେ ଡେଙ୍ଗୁରା ବାଜୁଥିବା ସମୟରେ ହରିପୁର ଗ୍ରାମର ନିବାସୀ ଜମିଦାର ଧର୍ମଦାସ ପ୍ରଧାନଙ୍କର କର୍ଣ୍ଣରେ କର୍ଣ୍ଣଗୋଚର ହେଲା ଏହି କଥାଟି ଆଜ୍ଞା ପଡିଗଲା। ପଡିଗଲା। ଆଜି ମନ ମଧ୍ୟରେ ଚିନ୍ତା କଲେ ଆରେ ଆଜି ସୌଭାଗ୍ୟର ଯେ ଦିନ। ମୁଁ କଳେ ବଳେ କୌଶଳେ ହଁ ଏହି ଲକ୍ଷ୍ୟ ସ୍ୱର୍ଣ୍ଣ ମୁଦ୍ରାଟିକୁ ହାସଲ କରିବି। ନିଜେ ହାସଲ କରିବି। ହଁ ଯେ କୌଣସି ମତେ ହେଇଯାଉନ କାହିଁକି ହଁ ମତେ ଏହି ଲକ୍ଷ୍ୟ ସ୍ୱର୍ଣ୍ଣ ମୁଦ୍ରାଟିକୁ ନିଜର କରିବା ପାଇଁ ଆରେ ପଡିବ। ଏ ସୁବର୍ଣ୍ଣ ସୁଯୋଗ ମୁଁ ଆଉ ଛାଡ଼ିବିନି। ଆକୁ କେମିତି କଳେ ବଳେ କୌଶଳେ ପ୍ରାପ୍ତ କରିବି। ବାସ୍ ହଁ ତେଣୁ ଆଜ୍ଞା ଏହି କଥାକୁ ଚିନ୍ତା କରି ଯାଇ ପହଞ୍ଚିଗଲେ ଡେଙ୍ଗୁରା ବାଲା ନିକଟରେ। ନିକଟରେ କହିଲେ ପୁଅରେ ହଁ ହଁ ମା ତୁ ସିନ୍ ପଡିଛି ମୁଁ ହଉଛି ଜମିଦାର, ଜମିଦାର ମୁଁ ମାଲିକାଣୀ ନୁହେଁ। ମୁଁ ତାହେଲେ ମୁଁ ଡେଙ୍ଗୁରା ଗଲା ଆଉ ହଁ ଠିକ ଅଛି। କ୍ୟାରେକ୍ଟରକୁ ଆସ। ହଁ ହଉ ପୁଅ ତୁ କଣ ଡେଙ୍ଗୁରା ବଜାଉଥିଲୁ? ମୁଁ ରାଜାଙ୍କ ନିର୍ଦ୍ଦେଶରେ ଡେଙ୍ଗୁରା ବଜେଇ ଗାଁ ଗାଁ କି ବୁଲୁଛି ଆଉ ମାଇକ୍ରୋଫୋନ ହଁ ଗାଁ ଗାଁ କି ଭ୍ରମଣ କରୁଛି। ଆଚ୍ଛା ଆଉ ଗୋଟିଏ ବ୍ରାହ୍ମଣ ସନ୍ତାନ 12 ବର୍ଷ ବୟସ ହେଇଥିବ, ଆଚ୍ଛା ଅକ୍ଷତ ଶରୀର ହେଇଥିବ, ଆଚ୍ଛା ବିଦ୍ୟା ଟିକେ ଅଧ୍ୟୟନ କରିଥିବ, ହଁ। ବାପା ମାଙ୍କର ଗୋଟିଏ ବୋଲି ସନ୍ତାନ ହେଇଥିବ, ହଁ। ନୈଷ୍ଠିକ ବ୍ରାହ୍ମଣ କୁଳରେ ଜନ୍ମ ହେଇଥିବ। ଆଚ୍ଛା ଯଦି ଏମିତିଆ ପିଲାଟିଏ କିଏ ରାଜାଙ୍କର ଯଜ୍ଞ କୁଣ୍ଡକୁ ପ୍ରଦାନ କରେ ତାହେଲେ ଏଇ ଲକ୍ଷେ ସ୍ୱର୍ଣ୍ଣ ମୁଦ୍ରା ତାକୁ ପ୍ରାପ୍ତ ହବ। ତାହେଲେ ତୁ ଗୋଟେ କାମ କରେ, କଣ କରିବି କହିଲ? ତୁ ସେହି ଲକ୍ଷେ ସ୍ୱର୍ଣ୍ଣ ମୁଦ୍ରାଟିକୁ ତୁ ମତେ ଦେଇଦେ। ଆଜ୍ଞା ଏଗୁଡାକ ଖେଳ ଘର କଥା ନୁହଁ, ରାଜାଙ୍କର ହୁକୁମ। ହଁ ଯଦି ତମେ ନ ଦେଇ ପାରିବ ରାଜାଙ୍କର ପୂର୍ଣ୍ଣାହୁତି ଦିବସରେ ଗୋଟିଏ ବାଳକ, ତମ ମୁଣ୍ଡ କାଟ হবে ଏ କଥା ଜାଣିଛ? ତମ ରାଜାଙ୍କୁ ଯାଇ କହିଦେବ ହଁ। ହରିପୁର ଗ୍ରାମର ନିବାସୀ ହଁ। ଜମିଦାର ଧର୍ମଦାସ ପ୍ରଧାନ ହଁ ଯଜ୍ଞର ପୂର୍ଣ୍ଣାହୁତି କୁଣ୍ଡକୁ ଏକ ଉତ୍ତମ ବ୍ରାହ୍ମଣ ସନ୍ତାନଟି ପ୍ରଦାନ କରିବ। ତମ ଗାଁ ନା, ତମ ମୋବାଇଲ ନମ୍ବର, ତମର ରାସନ କାର୍ଡ ନମ୍ବର ସବୁ ମତେ ଟିକେ ଦେଲ। ଟିପ ହଁ ଟିପୁ ନା ତମ ରାସନ କାର୍ଡ, ତମ ଆଧାର କାର୍ଡ ନମ୍ବର ସବୁ ନେବି। ହଁ, ହଁ, ଲେଖ। ରାଜାଙ୍କ ଡାଇରୀ ଲେଖିବି। ହଁ। ତମେ ଯଦି ସେ ପୁତ୍ର ସନ୍ତାନ ନ ଦେଇ ପାରିବ ଆଚ୍ଛା ତମେ ସମସ୍ତେ କାରାଗାରରେ ଦଣ୍ଡିତ ହବ। ଠିକ ଅଛି ହଁ ଲେଖ ତାହେଲେ। ହଁ ଲେଖୁଛି। ତମ ଆଧାର କାର୍ଡ ନମ୍ବର କହିଲେ ଦେଖିଦିଅ। 12 752062 75206 123। ହଁ ହଁ ତାପରେ ତାପରେ ମୋବାଇଲ ନମ୍ବର ଟାକ। ମୋବାଇଲ ନମ୍ବର ହଁ 7847 7 8